এটা ଆପଣଙ୍କର ବାଘାଇରେ ଯେଉଁଠି ପୁରୁଣା ଡିଏସ୍ପି ଅଫିସ୍ ଥିଲା ସେଇଠି ଆକ୍ସିଡେଣ୍ଟ ହେଇଛି। ତାପରେ ସିଏ ଘରୁ ଅଫିସକୁ ଆସୁଥିଲା, ଇଣ୍ଡସ୍ଇଣ୍ଡ ଫାଇନାନ୍ସରେ ସେ କାମ କରେ। ତା ଆସିଲା ବେଳେ ବାଡ଼ୁ ଆପଣଙ୍କର 3ଟା ପିଲା ପୁରା ଫୁଲ୍ ମଦ ଖାଇଛନ୍ତି ଏବଂ ବ୍ୟାଗ୍ରେ ମଧ୍ୟ ମଦ ଅଛି। ସେମାନେ ଯାଇକି ପୁରା ବାଡ଼େଇଛନ୍ତି ତାକୁ ପୁରା, ଯାହାକି ତାଙ୍କର ନା ହସ୍ପିଟାଲ ପହଞ୍ଚିବା ପୂର୍ବରୁ ସେ ଏକ୍ସପର୍ଟ କରିଯାଇଥିଲେ। ହେଲା, ସେମାନେ 2 ଜଣ ଟିକେ ଇଞ୍ଜର୍ଡ ଅଛନ୍ତି, ଆଉ ଜଣେ ଠିକ୍ ଠାକ୍ ଅଛି। କିନ୍ତୁ ଆମେ ଦିନ 10ଟାରୁ ସେମାନଙ୍କୁ ହସ୍ପିଟାଲ ସେମାନେ ତ ଆସିଲେ, ଦିନ 4ଟା ପର୍ଯ୍ୟନ୍ତ ସେମାନଙ୍କ ନିଶା ଆଜ୍ଞା ଛାଡ଼ି ନାହିଁ, ଯାହାକି ସେମାନଙ୍କୁ ଏତେ ମଦ ପିଇଛନ୍ତି। ହେଲା, ତେଣୁ ଏଇ ପ୍ରଶାସନ ଏହା ବିଷୟରେ ଯାହା ବିଚାର କରି ଆମେ ଛାଡ଼ିଛେ ପ୍ରଶାସନ ଉପରେ ଯାହା ବିଚାର ଏବଂ ନ୍ୟାୟ ଦେବେ। ଆଉ ଜଳେଶ୍ୱର ଅଞ୍ଚଳ ଗୋଟେ ଦୁଃଖର ଯାହା ଖେଳି ଯାଇଛି। ଶିଖରପୁର ବଜାରଶୋଳ ଗ୍ରାମର ଗୋଟେ 25 ବର୍ଷ ଯୁବକ ସାଇ ସକାଳେ ଫାଇନାନ୍ସର କାମ କରେ। ସେ ଆସୁଥିଲା ରାସ୍ତାରେ, ଠିକ୍ ବାଘାବାଳି ଏସ୍ଡିପିଓଙ୍କ ପୁରୁଣା ଅଫିସ୍ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଲା। 108 ଆମ୍ବୁଲାନ୍ସକୁ ଗୋଟେ ଘଣ୍ଟା କାଳ ଲୋକମାନେ ସେଠି ଫୋନ୍ କରିଛନ୍ତି। ଆମ୍ବୁଲାନ୍ସ ଯଦି ଠିକ୍ ଟାଇମ୍ରେ ପହଞ୍ଚି ପାରିଥାନ୍ତା, ହୁଏତ ପେସେଣ୍ଟର ଜୀବନ ବଞ୍ଚି ପାରିଥାନ୍ତା। ତେଣୁ ମଦ କାଉଣ୍ଟରକୁ ଜଳେଶ୍ୱର ସହର ଭିତରେ ବନ୍ଦ କରାଯାଉ, ନହେଲେ ଆଗାମୀ ଦିନରେ ବିପ୍ଳବ ହେବ। ପ୍ରଶାସନିକ କ'ଣ ଦେଖାଯାଉନା ଏସବୁ ଜିନିଷ? ଯେଉଁ ପିଲାମାନେ ଆକ୍ସିଡେଣ୍ଟ କଲେ ସେମାନଙ୍କ ବ୍ୟାଗ୍ରୁ ମଦ ବୋତଲ ସହିତ ଚାଖଣା ମଧ୍ୟ ମିଳିଛି ଏବଂ ପ୍ରଚୁର ପରିମାଣରେ ମଦ ଖାଇଛନ୍ତି। ତେଣୁ ଆମର ଅନୁରୋଧ, ଜଳେଶ୍ୱର ସହର ଭିତରେ ଲୋକଙ୍କର ଜୀବନକୁ ବଞ୍ଚାଇବା ପାଇଁ ହେଲେ ତୁରନ୍ତ ମଦ କାଉଣ୍ଟର ସହର ଭିତରେ ବନ୍ଦ କରାଯାଉ ଏବଂ ରାସ୍ତାର ଯେଉଁ ଦୁରାବସ୍ଥା, ସରକାରଙ୍କୁ ଅନୁରୋଧ କରୁଛେ ଯଥାଶୀଘ୍ର ତାର ମରାମତି କରନ୍ତୁ, ନହେଲେ ଆଗାମୀ ଦିନରେ ଏମିତି ଲୋକଙ୍କର ନିରୀହ ଲୋକଙ୍କର ଜୀବନ ଯିବ।